এই জীবনটা ও এই জীবনটা ଗୋଟେ ବୁଝାମଣା କିଏ ସେ ବୁଝିଛି କାହାକୁ ଅଜଣା ବୁଝିବା ଲୋକକୁ ବାଟ ତ ପଡ଼ିଛି ଅବୁଝା ଲୋକ ତ ବାଟ ବଣା জীবনটা বুঝামଣା ଆଜ୍ଞା ଯେତିକି ବୁଝାମଣା ଭିତରେ ରହିବେ ସଂସାର ଠିକ୍ ଚାଲିବ। ଆପଣ ତାହେଲେ ଫ୍ୟାମିଲିଟାକୁ ପୁରା ବାନ୍ଧିକି ରଖିଛନ୍ତି। ଆହୁରି ମଧ୍ୟ ଲୋକ ବୋଧେ କହୁଛନ୍ତି ଯେ ଗୁରୁଦାସ ତାଙ୍କର ଫ୍ୟାମିଲିଟାକୁ ପୁରା ବାନ୍ଧିକି ରଖିଛନ୍ତି, ପିଲାମାନଙ୍କୁ ବହୁତ ଭଲ ଭାବରେ ସଂସ୍କାର ଦେଇଛନ୍ତି। ଆପଣଙ୍କର ଦେଖୁଥିଲି ୟୁଟ୍ୟୁବ୍ ଭିଡ଼ିଓ ସବୁ ଦେଖୁଥିଲି, ଆପଣଙ୍କର ନାତି ମଧ୍ୟ ଅଛନ୍ତି। ହଁ ଆଚ୍ଛା, ମୁଁ ଆପଣଙ୍କୁ ଏବେ ଦେଖିବାକୁ ଜାଣିବାକୁ ଚାହୁଁଛି, ଆପଣ ପ୍ରାୟ ଦେଖିବେ ଜେଜେମାଙ୍କ ସହିତ ରୋଲ୍ କରିଛନ୍ତି, ମାଙ୍କ ସହିତ ରୋଲ୍ କରିଛନ୍ତି, ଝିଅଙ୍କ ସହିତ ରୋଲ୍ କରିଛନ୍ତି। ଏଇଟା କେମିତି ପସିବଲ୍? ତିନି ପିଢ଼ି ମାନେ ହେଇଗଲା। ଯିଏ ଆଗରୁ ଯିଏ ହିରୋଇନ୍ ସେ ବର୍ତ୍ତମାନ ଜେଜେମା ହେଲେଣି। ବର୍ତ୍ତମାନ ଯୋଉ ନ୍ୟୁ ଜେନେରେସନ ଯୋଉ ହିରୋଇନ ଆସୁଛନ୍ତି ସିଏ ବି ଆପଣଙ୍କର ହିରୋଇନ ହଉଛନ୍ତି। ଆଗରେ ଜେଜେମା ବି ଆପଣଙ୍କର ହିରୋଇନ ଥିଲେ। କେତେ ବର୍ଷ ଆପଣଙ୍କର ଏଜ୍ ହେଲାଣି ଏବେ? ମତେ 55 ପୁରି 56 ଚାଲିଲା। 56 ଚାଲିଲାଣି, କିନ୍ତୁ ବର୍ତ୍ତମାନ ଆପଣ ଆଉ ବାପା କ୍ୟାରେକ୍ଟର କରିବେନି, ଖାଲି ହିରୋ ହେଇ ଚାଲିଥିବେ। ଲୋକ ତ ଚାହୁଁଛନ୍ତି, ଲୋକ ତ ଗ୍ରହଣ କରୁଛନ୍ତି ହିରୋରେ। ଲୋକ କହିନାହାନ୍ତି ନାଇଁ ଗୌରବ ଭାଇ ବୁଢ଼ା ହେଇଗଲେଣି ଆଉ ଏଥିର ବାପା କର। ଆଜି ପର୍ଯ୍ୟନ୍ତ ମୁଁ ଶୁଣି ନାହିଁ। ବରଂ ଏଇ କାଲିକା କଥା କହୁଛି, ଖଣ୍ଡଗିରି ନାଟକ ସରିଲା ପ୍ରାୟ 100 ଖଣ୍ଡେ ଲୋକ ପେଣ୍ଡେଲ ଚାରିପଟେ ଠିଆ ହେଇଥାନ୍ତି, ଭାଇ ଭାଇ ଏଇଠିକି ଆସ ସେଲ୍ଫି ନେବା। ଆଉ ଠାକୁରଙ୍କୁ ଆମେ ଡାକୁଛୁ, କିଏ ମୋ ପାଦକୁ ହାତ ବଢ଼େଇ ଦେଉଥାଏ, କିଏ ବୟସ୍କ ଲୋକ ମୋ ମୁଣ୍ଡରେ ହାତ ମାରି ଦେଉଥାନ୍ତି। ଏ ଠାକୁରଙ୍କୁ ଡାକୁଛୁ ତମେ ଏମିତି ଥାଅ, ଆହୁରି 10 ବର୍ଷ 15 ବର୍ଷ ଆମେ ଏମିତି 20 ବର୍ଷ ହିରୋ ଦେଖୁଥାଉ। ବର୍ତ୍ତମାନ ଯୁବ ପିଢି ବର୍ତ୍ତମାନ ଯୋଉ ସବୁ ଆସୁଛନ୍ତି, ଯୁବକ ସବୁ ହିରୋ ବର୍ତ୍ତମାନ ହଉଛନ୍ତି କିମ୍ବା ଭିଲେନ ହଉଛନ୍ତି, ୟଙ୍ଗ ମାସ ଆସୁଛନ୍ତି, ତାଙ୍କ ଭିତରେ ଗୋଟେ ଆସୁନି ତ ଗୋଟେ ଯେ ଏତେ ଏଜ ରେ କଣ ସିଏ ହିରୋ କରିବେ, ଆମେ ନାଇଁ ତାହେଲେ ସିଏ କୁଆଡେ ଯିବୁ? ତାଙ୍କ ଭିତରେ ହୁଏତ କ'ଣ ଥାଇପାରେ, ହଁ କିନ୍ତୁ ମୋତେ ବହୁତ ସମ୍ମାନ ଦିଅନ୍ତି ସବୁ, ମାନେ ନୂଆ ପିଲା କଳାକାର ବି ଏବଂ ବୟସ୍କ ଲୋକ ବି ସମସ୍ତେ ଭଲ ପାଆନ୍ତି, ସମ୍ମାନ ଦିଅନ୍ତି। କାହିଁକି ନା ମୁଁ ସମସ୍ତଙ୍କୁ ଭଲ ପାଏ। ଆଜ୍ଞା ଗୋଟିଏ ଜିନିଷ ମୁଁ ସବୁବେଳେ ଆର୍ଟିଷ୍ଟ ଯେଉଁମାନେ ନ୍ୟୁ ଜେନେରେସନ ଆସୁଛନ୍ତି ବି କୁହେ, ବଡ଼କୁ ସମ୍ମାନ, ଛୋଟକୁ ସ୍ନେହ। ଆପ- ବିଦ୍ୟା ଦଦାତି ବିନୟ, ବିନୟ ଭାବ ନ ରହିଲେ ବିଦ୍ୟା ହବ ନାହିଁ। ତେଣୁ ଆମେ ଯେହେତୁ ମଣିଷ ଦେହେ ଦିବ୍ୟ ଜ୍ଞାନ ଦେଖି ସନ୍ତୁଷ୍ଟ ଭଗବାନ, ଆମ ଭିତରେ ଦିବ୍ୟ ଜ୍ଞାନ ଅଛି, ଆମେ କୋଉଟା ଭଲ କୋଉଟା ଖରାପ ଜାଣିପାରୁଛୁ। ତେଣୁ ସେଇଟାକୁ ଯଦି ଆମେ ସବୁ ଜାଗାରେ ମେଣ୍ଟେନ୍ କରିପାରିବୁ, ତାହେଲେ ନିଶ୍ଚିତ ଆମେ ଭଗବାନ ନିଶ୍ଚିତ କିଛିଟା ଆଶୀର୍ବାଦ ଆମ ଉପରେ ରଖିବ। ଅଡିଏନ୍ସଙ୍କ ଠାରୁ କଣ ଗୋଟେ ଏମିତି ମେମୋରି ଅଛି ଆପଣଙ୍କ ପାଖରେ ଯେ ଅଡିଏନ୍ସଙ୍କ ଭଲ ପାଇବା ବହୁତ ମିଳିଥିଲା ଗୋଟେ ବହିରେ, ଆପଣଙ୍କ ନାଁ କହିବେ ଯୋଉଥିରେ କି ଆପଣଙ୍କ ଚରିତ୍ର ଆପଣ ଏମିତି ଭାବରେ ଥିଲା, ଲୋକମାନେ ସେ ଚରିତ୍ର ଭିତରେ ଡୁବି ଯାଇଥିଲେ? ନାଇଁ ଗୋଟିଏ ନୁହଁ, ବହୁତ ମେମୋରି ମୋ ହଁ ଲାଇଫରେ ଅଛି। ଏଇ ଜଷ୍ଟ ୟା ପୂର୍ବେ ଆମେ ଥିଲୁ ଅଳାଶୁଣୀ ମେଳା। ଅଳାଶୁଣୀ ମେଳାରେ ଜଣେ ଦର୍ଶକ ପୁରା, ମାନେ ଆମର ସିନ୍ ଚାଲିଥାଏ, ଗୋଟେ ପାଥେଟିକ୍ ସିନ୍ ଚାଲିଥାଏ ସେଠି। ଗୋଟେ ଲରି ଗୀତ ତ ନୁହଁ, ସିକ୍ୱେନ୍ସ ଗୀତ ଥାଏ। ସେ ଗୀତ ବୁଲୁଥିବ, ଆମେ ଯୋଉ କାବେରୀର ମୋର ଜଣେ ଲୋକ ପେଣ୍ଡେଲକୁ ଚଢ଼ି ଆସିକି ମୋତେ କୁଣ୍ଢେଇ ପକେଇ କାନ୍ଦି ପକାଉଥାଏ, ପଇସା ପକେଟରୁ କାଢ଼ି ହାତକୁ ଗେଞ୍ଜି ଦେଉଥାଏ। ଏମିତି ବହୁତ ମେମୋରି ଅଛି ଲାଇଫରେ। ପେଣ୍ଡେଲକୁ ଚଢ଼ି ଆସିବା, କୁଣ୍ଢେଇ ପକେଇବା, କାନ୍ଦିବା, ମୁଣ୍ଡିଆ ମାରିବା, ମୋ ଲାଇଫରେ ବହୁତ ମେମୋରି ଏମିତି ଅଛି। କାବେରୀ ପାଢ଼ୀଙ୍କ ସହିତ ଏବେ ଆପଣଙ୍କର ଯୋଡ଼ିକି ଦର୍ଶକ ବେଶୀ ଗ୍ରହଣ କରୁଛନ୍ତି?